रोगरे যন্ত্রণা প্রায় শেষ হন করে না প্রহরী প্রহরা দিয়ে শেষ হন করে না সাবধান হুঁশিয়ার ব্রিটিশ বাদ ସେମାନେ କରିପାରନ୍ତି না ইয়ারে কথাটি কমি সেমিতি সমস্ত আখিକୁ ନିଦ ନାହିଁ ସମସ୍ତ ଚିନ୍ତା କରୁଛି ରାତି ପାହିଲେ କେମିତି ଆଜି ବଞ୍ଚିବ ଗୁରୁଦେବ ଉଠି ପଡ଼ିଲେ ରାତି ପାହିଗଲା ଗୁରୁଦେବ ଉଠି ପଡ଼ିଲେ ଡାକିଦେଲେ ସୁମନ୍ତକୁ ସୁମନ୍ତ ଆଜ୍ଞା ଗୁରୁଦେବ अरे बाबा तू क्या राती सारा सोई ना कौन तो मुख सुखी जाए कि आखिरा अनिद्रारे लाल टकटक पड़ी राती सोई लगी ना कौन आज्ञा गुरुदेव चिंतारे किए सोई परिबो सुमंत राती पाइले बंचिबे केमिति सेही चिंता करूथिले सुमंत गुरुदेव अरे राती तो पाही गलानी आज्ञा আজি কইলু সুমন্ত কোনটো আজি গরু হাট কোউঠি আছে আজি রজনী হাট রজনী গরু হাট আজি রে সুমন্ত গুরুদেব আজি হচ্ছে রজনী গরু হাট বাপা গুহালু গাইটা ঘিনে আসো আমাজি রজনী গরু হাটরে গাইটা তু বিক্রি করি দেওয়া গুরুদেব ଆପଣଙ୍କ ମୁଣ୍ଡ ବୋଝ କିଛି କାମ କରୁନି হরি ওম তৎ ଶୁଣନ୍ତୁ ମୋର ଗୋଟିଏ ବୋଲି ଯୋଉ ଗାଈ ଥିଲା ଆପଣ କାଲି ତାକୁ ହାଟରେ ନେଇ ବିକ୍ରି କରିଦେଲେ সুমন্ত ଆଉ ମୋ ଗୁହାଳରେ ଗାଈ ଅଛି ଯେ ଗାଈକୁ ନେଇ ଆସିବି ହାଟକୁ ଯିବା ବିକ୍ରି କରିବାକୁ আরে তু কাহা সহিত কথা হউতু জানি পারছু তো সুমন্ত গুরুদেবଙ୍କ କଥା ଥିଲେ ମୋ କଥା ମାନେ ଆଗ ତୋ ଗୁହାର ଦେଖେ ଯା ତୋ ଗୁହାର ଯଦି ଗୋଟେ ଗାଈ ବନ୍ଧାଣ ହୋଇଯିବ ତାପରେ ବି ତୁ ମୋର ସାକ୍ଷାତ କରିବୁ ଠିକ ଅଛି ଗୁରୁଦେବ ଆରେ ଆପଣଙ୍କ କଥା ଦେଖେ ଯା ଗୁହାଳକୁ ଯାଉଛି ତୋ ଗୁହାର ନିଶ୍ଚୟ ଗାଈ ବନ୍ଧା ମୋ କଥା ମାନି ପୁତ୍ର ଗୁହାଳକୁ ଗଲା ଗୁହାଳକୁ ଗଲା ଗୁହାଳକୁ ଗଲା ଗାଈ ବୁଲେ ତଳେ ଦେଖି ଆଶ୍ଚର୍ଯ୍ୟ ହୋଇଲା ସୁମନ୍ତ ଗୁରୁଙ୍କର କଥାକୁ ମାନି ଗୁହାଳକୁ ଯାଇ ପହଞ୍ଚିଲା ଦେଖିଲା ଗୋଟେ ଗାଈ ବନ୍ଧା ହେଇଛି ମୋର ଆଶ୍ଚର୍ଯ୍ୟ କଥା ଆରେ ମୋ ଗାଈଟାକୁ ତ ନେଇ ଗୋଟିଏ ବୋଲି ଗାଈ ଥିଲା ଗାଈଟାକୁ ନେଇ ହାତରେ ଗୁରୁଦେବ ତାକୁ ବିକ୍ରି କରିଦେଲେ ଗୁରୁଦେବ କହିଲେ ଯା ତୋ ଗୁହାଳରେ ଗାଈ ବନ୍ଧା ହେଇଛି ନେଇ ଆସି ବିକ୍ରି କରିବାକୁ ଯା ମୋ ଗୁହାଳକୁ ଆଉ ଗୋଟେ ଗାଈ ଆସିଲା ସୁମନ୍ତର ଗୋଟିଏ ଗାଈ ଥିଲା ତାକୁ ଗୁରୁଦେବ ବିକ୍ରି କରିଦେଲା ପରେ ସୁମନ୍ତ ଗୁହାଳକୁ ଆଉ ଗୋଟିଏ ଗାଈ ଆସିଲା ଗୁହାଳ ଯେତେବେଳେ ଗୁରୁଦେବ ସୁମନ୍ତର ଗାଈଟାକୁ ବିକ୍ରି କରିଦେଲା ପରେ ଇଆଡ଼େ ଆଜ୍ଞା ଦେବତା ମାନେ ଦେଖିଲେ ସୁମନ୍ତ କପାଳରେ ଲେଖିଛନ୍ତି ଗୋଟିଏ ଗାଈ ଗୁରୁଦେବ ବିକ୍ରି କରିଦେଇଛନ୍ତି ଦେବତାଙ୍କ ମୁଣ୍ଡରେ ବଜ୍ର ପଡିବ ପିତାମହ ବିଷ୍ଣୁଦେବ କଥା ସରିଗଲା কোন কথা সরিগলা ଏ ଆମେ ତ ଖୁଙ୍ଗା ରାଜ୍ୟର ରାଜା ଶ୍ରୀଖଙ୍କ ପୁଅ କପାଳରେ ଗାଳ ମାରିଥିଲେ ଗୋଟିଏ ଗାଈ ରହିବା ସେ ଗୁରୁଦେବ ଯାଇ ସେ ଗାଈଟାକୁ ତାର ବିକ୍ରି କରିଦେଲେ ଯଦି ତା କପାଳରେ ଗୋଟେ ଗାଈ ନ ରହେ ତାହେଲେ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଲି କେହି ବି ପୂଜା କରିବେ ସମସ୍ତେ ସେଇ ଗୁରୁଙ୍କୁ ପୂଜା କରିବେ କଣ କରାଯିବ ସେ କଥା କୁହ ଶୀଘ୍ର ସ୍ୱର୍ଗପୁରରୁ ଗୋଟିଏ ଗାଈ ନେଇ ତା ଗୁହାଳେ ବାନ୍ଧି ଦିଅ ଠିକ କଥା କହୁଛ ବାନ୍ଧି ଦିଅ ବାନ୍ଧିଦେବା ଆଉ ଶୀଘ୍ର ସ୍ୱର୍ଗପୁରରୁ ଗାଈଟିଏ ନେଇ ତା ଗୁହାଳେ ବାନ୍ଧି ଦିଅ ନହେଲେ ଆମକୁ କେହି ଆଉ ମାନିବେନି ଏ ଗୁରୁ ତ ଆମକୁ ନାମ ଦେଲେନି ମୁଁ ଯାଉଛି ବାନ୍ଧି ଆସୁ ବାନ୍ଧି ଦିଅ ଶୀଘ୍ର ତା ଗୁହାଳେ ଗୋଟେ ଗାଈ ବାନ୍ଧି ଦେଇ ଆସ ଆଚ୍ଛା ଇଏ ଦେବତା